2040 ବେଳକୁ ଯଦି 30 ଲକ୍ଷ ଟଙ୍କା ବି ଇନକମ୍ କରୁଥିବେ ତାହେଲେ ବି ସେଇଟା ଗୋଟେ ବହୁତ ବଡ ଆମାଉଣ୍ଟ କୁହାଯିବନି। 2000 ମସିହା ବେଳକୁ ଯୋଉମାନେ ବର୍ଷକୁ 5 ଲକ୍ଷ ଟଙ୍କା ଇନକମ୍ କରୁଥିଲେ ସେ ବହୁତ ଜିନିଷ ଆଫୋର୍ଡ କରିପାରୁଥିଲେ। ଅଭିଆ କିନ୍ତୁ 20 ଲକ୍ଷ ଟଙ୍କା ଇନକମ୍ କରିକି ବି ବର୍ଷକୁ ବହୁତ ଜଣଙ୍କ ପାଖରେ କିଛି ପଇସା ରହୁନି। ଗୋଟେ ପରେ ଗୋଟେ ଇଏମଆଇ ଚାଲିଛି। ମୋବାଇଲର ଗୋଟେ ଇଏମଆଇ ସରିଲା ବେଳକୁ ଫେରେ ଗୋଟେ ନୂଆ କଣ ଗୋଟେ ବାହାରିଯିବ, ତା ତ ଫେରେ ଇଏମଆଇ ଲାଗିବ। ମାନେ ଟୋଟାଲି ସବୁବେଳେ ଫେରେ ଫୋକସ ରହୁଛି ଯେ କେମିତି ଗୋଟେ ଇଏମଆଇ ସରିଲା ବେଳକୁ ଆଉ ଗୋଟେ ଇଲେକ୍ଟ୍ରୋନିକ୍ସ ଆଇଟମ ପଳେଇ ଆସିଥିବ। ମାନେ ଆଗକୁ ଭାବନ୍ତୁ 2040 ବେଳକୁ 30 ଲକ୍ଷ ଟଙ୍କା ଇନକମ୍ କଲେ ବି ସେଇ ଅସୁବିଧା ହଉଥିବ। ତ ଆପଣଙ୍କୁ କଣ ଲାଗୁଛି ଯେ ଆପଣ ଯୋଉ ହିସାବରେ ଅବିକା ଇନଭେଷ୍ଟମେଣ୍ଟ କରୁଛନ୍ତି, ଯୋଉ ହିସାବରେ ଗୋଟେ ପୋର୍ଟଫୋଲିଓ ବିଲ୍ଡ କରିବାକୁ ଟ୍ରାଏ କରୁଛନ୍ତି, ସେଇଟା 2040 ବେଳକୁ ଆପଣଙ୍କର ବହୁତ ବଢିଆ ବଢି ଯାଇଥିବ ଆଉ ସେଇ ପଇସାଟାକୁ ଆପଣ ୟୁଜ କରିପାରିବେ, ନା ଆପଣଙ୍କୁ ବି କଣ ହବ 30-40 ଲକ୍ଷ ଟଙ୍କା ଇନକମ୍ କରିକି ବି ଆପଣ ଷ୍ଟ୍ରଗଲ କରିବେ? କଣଟା ଆପଣଙ୍କୁ ଲାଗୁଛି, ନା ଆପଣଙ୍କୁ ଲାଗୁଛି ହେ ଯାହା ପଇସା ପଡୁଛି ବଡ କିଛି ହବନି, ଦେଖାଯାଉ, କମେଣ୍ଟରେ ଜଣାନ୍ତୁ।